ଦେଖନ୍ତୁ ଯେଉଁ ଏମିଗ୍ରାଣ୍ଟ ସବୁ ବାହାରକୁ ଯାଉଛନ୍ତି ନିଶ୍ଚିତ ଭାବରେ ଭାରତ ସରକାରଙ୍କର ତାଙ୍କୁ ଧନ୍ୟବାଦ ଦେବି। ଭାରତ ସରକାର ସବୁ ନିଘା ରଖୁଛନ୍ତି। ଦାଦନ ଆମର ଓଡ଼ିଶାରୁ ବହୁତ ଦାଦନ ବାହାରକୁ ଯାଉଛନ୍ତି ନିଶ୍ଚିତ ଭାବରେ। ଆମେ ସଦାବେଳେ ମାନେ ଅନୁରୋଧ କରୁଛେ ଆପଣମାନଙ୍କର ମାଧ୍ୟମରେ ଯେ ଯେଉଁମାନେ ସବୁ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି ବାହାର ଦେଶକୁ, ତାଙ୍କ ପାଇଁ ସ୍ପେଶିଆଲ ଆମର କିଛି କନସଲଟେନ୍ସି ମାନେ ଅଛନ୍ତି, ରେଜିଷ୍ଟର କଣ୍ଟ୍ରାକ୍ଟର ମାନେ ଅଛନ୍ତି। ତାଙ୍କ ଥ୍ରୋରେ ଗଲେ ସରକାରଙ୍କ ପାଖରେ ଗୋଟେ ବିଧିବଦ୍ଧ ଭାବରେ ଗୋଟେ ଡାଟା ରହିବ ଏବଂ ଭବିଷ୍ୟତରେ କିଛି ଗୋଟେ ଅଘଟଣା ସବୁ ଘଟିଲେ ତାଙ୍କର ନିଜର ସାମାଜିକ ସିକ୍ୟୁରିଟି ଗୋଟେ ରହିବ। ସେ ପଏଣ୍ଟ ଅଫ୍ ଭ୍ୟୁରୁ ନିଶ୍ଚିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦାବେଳେ ବିଭିନ୍ନ ରାଜ୍ୟ ଏବେ ବିଭିନ୍ନ ଦେଶମାନଙ୍କ ସହିତ ଏବଂ ଭାରତ ସରକାରଙ୍କର ବୈଦେଶିକ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିକି ଆମର ଓଡ଼ିଶାରୁ କିମ୍ବା ଭାରତବର୍ଷର ଯେକୌଣସି ଜାଗାରୁ ଯେକୌଣସି ଶ୍ରମିକ ଯଦି ବାହାର ଦେଶକୁ ଯାଉଛନ୍ତି ଏବେ ତୁରନ୍ତ ଫେରି ଆସୁଛନ୍ତି, ସେଇଟା ଆମର ଡବଲ୍ ଇଞ୍ଜିନ୍ ସରକାର ନିଶ୍ଚିତ ଭାବରେ କହିବି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ଇଭିନ୍ କେତେବେଳେ ଆମର ଲେବର ଡିପାର୍ଟମେଣ୍ଟରେ ମଧ୍ୟ ଜାଣିନଥାଏ, ସେହି ସମୟରେ ବି ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଭାରତ ସରକାର ସହିତ ଯୋଗାଯୋଗ କରିକି ନିଜେ ବି ଦିନରାତି ଲାଗୁଛନ୍ତି। ସେଥିପାଇଁ ତାଙ୍କୁ ଆମ ତରଫରୁ ବହୁତ ବହୁତ ଧନ୍ୟବାଦ ଦେବି। ଏଭଳି ଅନ୍ୟାନ୍ୟ ରାଜ୍ୟରେ ବି ଆମର ଏବେ ଯେଉଁମାନେ ସବୁ ଦାଦନ ଖଟିବା ପାଇଁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଆମ ବିଭାଗ ଏବେ ଆଗରୁ ଯେମିତି ଥିଲା ପଞ୍ଚାୟତରାଜ ଡିପାର୍ଟମେଣ୍ଟରେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିକି ଯିବା କଥା, କିନ୍ତୁ ସାଧାରଣତଃ ଲୋକ ସେମାନେ ଶ୍ରମିକମାନେ ରେଜିଷ୍ଟ୍ରେସନ୍ କରନ୍ତିନି। ସେଇଟା ବାରମ୍ବାର ଆମେ ଅପିଲ୍ କରୁଛେ, ଅନୁରୋଧ କରୁଛେ, ପଞ୍ଚାୟତରେ ତାଙ୍କର ନାଁ ପଞ୍ଜୀକରଣ କରେଇ ଦେଲେ ତାଙ୍କର ସୁବିଧା ହିଁ ହେବ।